ଗୋଟିଏ ଜଙ୍ଗଲରେ ଗୋଟିଏ ହରିଣୀ ରହୁଥିଲା। ସାଥିରେ ଥିଲେ ତାର ଛୋଟ ଛୋଟ ଛୁଆ। ମନ ଖୁସିରେ ଛୁଆମାନଙ୍କ ସହିତ ସେ ବଣରେ ରହୁଥିଲା। କଅଁଳିଆ ଘାସ ଆଉ ଶାଗୁଆ ଡାଳପତ୍ର ସେ ଖାଉଥିଲା। ବେଳେ ବେଳେ ଜଙ୍ଗଲ ଭିତରକୁ ତାର ଛୋଟ ଛୋଟ ଛୁଆଙ୍କୁ ନେଇ ଚରିବାକୁ ଯିବାକୁ ମନରେ ସେ ଭୟ କରୁଥିଲା। କାହିଁକି ନା ବାଘ, ସିଂହ, ବଣୁଆ କୁକୁର, ହେଟା ଶୃଗାଳଙ୍କର ଭୟ ଥିଲା ତା ପାଇଁ। ହରିଣ ତ ଗୋଟିଏ ନିରୀହ ପଶୁ। ତା ମାଂସ ଖାଇବାକୁ ସଭିଙ୍କର ଲୋଭ। ବଣର ପଶୁମାନଙ୍କ ମଧ୍ୟରେ ହରିଣ ସୁନ୍ଦର ଓ ସରଳ। ମଣିଷ ସମାଜରେ ଯେପରି ଗାଈ, ସେହିପରି ହରିଣ ଏକ ନିରୀହ ପଶୁ। ଦିନକର କଥା, ହରିଣୀଟି ତାର ଶିଶୁମାନଙ୍କ ସହିତ ବଣରେ ଘାସ ଚରୁଥିଲା। ଠିକ୍ ଏହି ସମୟରେ ଜଣେ ଶିକାରୀ ଆସି ପହଞ୍ଚିଲା। ହରିଣୀକୁ ଧରିବା ପାଇଁ ଶିକାରୀଟି ଜାଲ ବିଛାଇଲା। ଗୋଟିଏ ପଟରେ ଜାଲ, ଅନ୍ୟ ଦୁଇ ପଟରେ ନିଆଁ ଓ ବଣୁଆ କୁକୁର ଜଗାଇ ଶିକାରୀଟି ନିଜେ ଧନୁଶର ଧରି ଆଉ ଗୋଟିଏ ପାଖରେ ଜଗି ବସିଲା। ହରିଣୀଟି ଶିକାରୀକୁ ଦେଖି ଡରିଗଲା। ନିଜ ସହିତ ନିଜ ଛୁଆର କିପରି ଜୀବନ ବଞ୍ଚାଇବ ସେଇ କଥା ମନେ ମନେ ଭାବିବାକୁ ଲାଗିଲା। ଭଗବାନ ବିପଦରେ ହିଁ ସାହା ହୋଇଥାନ୍ତି। ହରିଣୀଟି ଏଥର ଭଗବାନଙ୍କୁ ଡାକିବାକୁ ଲାଗିଲା। ହେ ପ୍ରଭୁ, ତୁମେ ମୋତେ ଏ ସଙ୍କଟରୁ ରକ୍ଷା କର, ମୋ ଛୁଆଙ୍କୁ ଉଦ୍ଧାର କର। ତୁମେ ଚାହିଁଲେ ଏ ବିପଦରୁ ମୋତେ ନିଶ୍ଚୟ ଉଦ୍ଧାର କରିପାରିବ। ମୁଁ ତୁମ ନିକଟରେ ଏତିକି ଗୁହାରି କରୁଛି ପ୍ରଭୁ, ମୋତେ ଏ ବିପଦରୁ ରକ୍ଷା କର। ହରିଣୀଟିର ଏପରି ବିକଳ ନିବେଦନ ଭଗବାନଙ୍କ କାନରେ ବାଜିଲା। ଭଗବାନ ତ ସବୁବେଳେ ଭକ୍ତ ପାଇଁ। ଏଥର ଭଗବାନ ଇନ୍ଦ୍ର ଦେବତାଙ୍କୁ ଆଦେଶ ଦେଲେ ହରିଣୀକୁ ଏ ବିପଦରୁ ଉଦ୍ଧାର କରିବା ପାଇଁ। ଏହାପରେ ଇନ୍ଦ୍ରଦେବ ଘଡ଼ଘଡ଼ି ସହ ବର୍ଷା କରିବାକୁ ଲାଗିଲେ। ବର୍ଷା ଜଳରେ ଶିକାରୀ ଚାଲିଥିବା ନିଆଁ ଲିଭିଗଲା। ଝଡ଼ ବରଷାରେ ଜାଲ ଚିରିଗଲା। ବଜ୍ରପାତରେ କୁକୁର ମରିଗଲା ଏବଂ ନିଜେ ଶିକାରୀ ନିଧନ ହେଲା। ଭଗବାନଙ୍କ ଦୟାରୁ ହରିଣୀ ଓ ତାର ଶିଶୁ ଶାବକମାନେ ବିପଦରୁ ରକ୍ଷା ପାଇପାରିଲେ। ଏହି ଗପଟିରୁ ଏଇଆ ଶିଖିବାକୁ ମିଳିଲା, ପବିତ୍ର ମନରେ ଆମେ ଯଦି ଭଗବାନଙ୍କୁ ଡାକିବା, ଭଗବାନ ନିଶ୍ଚୟ ଆମର ଡାକ ଶୁଣିବେ। ନମସ୍କାର, ଆଜି ସେମିତି ଶୁଣିବା ପଞ୍ଚତନ୍ତ୍ରରୁ ସଂଗୃହୀତ ଗୋଟିଏ ବେଶ ସୁନ୍ଦର କାହାଣୀ। ଆଜିର କାହାଣୀ, କଙ୍କଡ଼ା ଜୀବନ ରଖିଲା। ମାଟିଏ ପୁଅଟିଏ। ପୁଅ ବିଦେଶ ବାହାରିଲା। ମା କହିଲା, ପୁଅରେ ମୁଁ ଆଶୀର୍ବାଦ କରୁଛି, ତୋର କଲ୍ୟାଣ ହେଉ। କିନ୍ତୁ ତୁ ଏକୁଟିଆ ବିଦେଶକୁ ଯା ନାହିଁ। ତୁ ଯେଉଁ କଙ୍କଡ଼ାକୁ ଘରକୁ ଆଣିଛୁ ତାକୁ ତ ସାଙ୍ଗରେ ନେଇଯା। ପୁଅ ପଚାରିଲା, ମା, କଙ୍କଡ଼ାକୁ ସାଙ୍ଗରେ ନେବା କ'ଣ ଦରକାର? ତା ଛଡ଼ା କଙ୍କଡ଼ାକୁ ରଖିବି କେଉଁଠି, ନେବି ବା କିପରି? ମା ତାର ବୁଝାଇ ଦେଲା, ପୁଅ, ତୋର ଗଣ୍ଠିଲି ଭିତରେ ଗୋଟିଏ ପାଖରେ କଙ୍କଡ଼ାକୁ ରଖି ସାଙ୍ଗରେ ନେଇଯା। ମା କଥା ମାନି ସୂର୍ଯ୍ୟୋଦୟ ପରେ କଙ୍କଡ଼ାକୁ ସାଙ୍ଗରେ ଧରି ପୁଅ ବିଦେଶ ବାହାରିଗଲା। ଚାଲି ଚାଲି ଦ୍ୱିପହର ବେଳକୁ ସେ ହାଲିଆ ହୋଇ ଗୋଟାଏ ଗଛ ମୂଳରେ ବିଶ୍ରାମ ନେଲା। କିଛି ସମୟ ପରେ ତାର ଆଖି ବୁଜି ହୋଇଗଲା। ସେ ଗଭୀର ନିଦରେ ଶୋଇପଡ଼ିଲା। ପିଲାଟି ଶୋଇଗଲା ପରେ କେଉଁଠୁ ଗୋଟିଏ ସାପ ବାହାରି ଆସିଲା। ଫଣା ଟେକି ସାପଟି ପିଲା ନିକଟକୁ ଆଗେଇ ଆସିଲା। କିନ୍ତୁ ସାପଟି ଗଣ୍ଠିଲି ଦେଖି ଗଣ୍ଠିଲି ଆଡ଼କୁ ଆକୃଷ୍ଟ ହୋଇ ଗଣ୍ଠିଲି ଭିତରେ ପଶିଲା। ଗଣ୍ଠିଲି ଭିତରେ ଥିଲା କଙ୍କଡ଼ା। କଙ୍କଡ଼ାଟି ସାପକୁ ଦେଖି ତାର ବୁଢା ଗୋଡ଼ ଦୁଇଟିରେ ସାପର ବେକକୁ ଜୋରରେ କାମୁଡ଼ି ଧରିଲା।
ସାପଟା ଅଣନିଶ୍ୱାସୀ ହୋଇ ମରିଗଲା। ପିଲାଟି କିଛି ବି ଜାଣିପାରିଲା ନାହିଁ। ସେ ସେହିପରି ଗଭୀର ନିଦରେ ଶୋଇଥାଏ। ସନ୍ଧ୍ୟା ପାଖାପାଖି ତାର ନିଦ ଭାଙ୍ଗିଲା। ସନ୍ଧ୍ୟା ହେବା ଦେଖି ସେ କହି ପକାଇଲା, ଆରେ ବାପରେ, ସଞ୍ଜ ଆସିଗଲାଣି। ଏଥର ସେ ତରତର ହୋଇ ଉଠି ଆଗକୁ ଯିବାକୁ ବାହାରିଲା ବେଳକୁ ସାପ ଏବଂ କଙ୍କଡାକୁ ଦେଖିବାକୁ ପାଇଲା। ମୃତ ସାପକୁ ଦେଖି ପିଲାଟି ସବୁ ବୁଝିପାରିଲା। ମାର ଉପଦେଶ ପାଇଁ ତାର ଜୀବନ ରହିଥିବାରୁ ମା ଉଦ୍ଦେଶ୍ୟରେ ପ୍ରଣାମ କଲା ଏବଂ କଙ୍କଡାକୁ ଧନ୍ୟବାଦ ଦେଲା। ବୁଝିଲୁ ଠେକୁଆ, ମୁଁ ହେଉଛି ଏ ଦୁନିଆର ସବୁଠାରୁ ବୁଦ୍ଧି ଆଉ ବଳଶାଳୀ। ବୁଦ୍ଧିରେ କି ବଳରେ ମୋତେ କେହି ବି ହରାଇ ପାରିବେ ନାହିଁ। ସେଇଥିପାଇଁ ତ ମୁଁ ହେଉଛି ତୁମମାନଙ୍କର ରାଜା। ଛୋଟ ମୁହଁରେ ବଡ଼ କଥା ମହାରାଜା। ଆପଣ ବଳଶାଳୀ ନିଶ୍ଚୟ, କିନ୍ତୁ ପୁଣି କ'ଣ ଠେକୁଆ? ମହାରାଜା, ଏ ପୃଥିବୀରେ ମଣିଷ ହେଉଛି ସବୁଠାରୁ ବୁଦ୍ଧିମାନ। କ'ଣ କହିଲୁ? ମଣିଷ ହେଉଛି ସବୁଠାରୁ ବୁଦ୍ଧିମାନ? ସତରେ କ'ଣ ମଣିଷ ମୋ ଠାରୁ ବୁଦ୍ଧିମାନ? ସେ କିପରି ଯିବ? କୋଉଠି ରୁହେ ସେ? ମହାରାଜା, ସେ କିପରି ଯିବ ତ ମୁଁ ଦେଖି ନାହିଁ, ହେଲେ ଏତିକି ଶୁଣିଛି ସେ ଭାରି ବୁଦ୍ଧିଆ ଆଉ ସେ ଜନବସତି ଅଞ୍ଚଳରେ ରୁହେ। ଏବେ ମୋତେ ଯିବାକୁ ଦିଅନ୍ତୁ ମହାରାଜା, ମୋର କିଛି କାମ ଅଛି। ଠେକୁଆ ତ ଗଲା, ଏବେ ମୁଁ ମଣିଷ ବିଷୟରେ ଖବର ନେବି କିପରି? ଠିକ୍ ଅଛି, ଯାଏ ଦେଖେ କିଏ ହୁଏ ତ ମୋତେ ମଣିଷ ବିଷୟରେ ଖବର ଦେଇପାରେ। କୁଆଡ଼େ ବାହାରିଛନ୍ତି ମହାରାଜା? ମଣିଷ ଖୋଜିବାକୁ। ତୁ କ'ଣ ମଣିଷ ଦେଖିଛୁ? ମଣିଷ କୁଆଡ଼େ ଭାରି ବୁଦ୍ଧିଆ। ଠିକ୍ କହିଲେ ମହାରାଜା, ମଣିଷ ଭାରି ବୁଦ୍ଧିଆ। ସେ ଆପଣଙ୍କ ପରି ବାଘଠୁ ନେଇ ସିଂହ, ହାତୀ ଆଉ ଭାଲୁକୁ ବି ବନ୍ଦୀ କରି ରଖିପାରେ। ଆରେ, ମଣିଷକୁ ମୁଁ କୋଉଠି ଭେଟି ପାରିବି କହିଲୁ? ଜନବସତି ଅଞ୍ଚଳରେ ମହାରାଜା। ଠିକ୍ ଅଛି, ଆଜି ଯାହା ବି ହେଇଯାଉ ମୁଁ ମଣିଷକୁ ଖୋଜିବି ହିଁ ରହିବି। ଆରେ, ସମସ୍ତେ ତ ମଣିଷକୁ ବୁଦ୍ଧିଆ ବୋଲି କହୁଛନ୍ତି। ମୋତେ କାହିଁ ଲାଗୁଛି ଆଗକୁ ମୋତେ କେହି ବି ରାଜା ବୋଲି ମାନିବେନି। ଆରେ ହାତୀ, ତୁ ଏଠି କ'ଣ କରୁଛୁ? ଆଚ୍ଛା, ତୋତେ ଗୋଟେ କଥା ପଚାରୁଛି, କହିଲୁ ମଣିଷ ଜନବସତି କୋଉଠି ତୁ ଜାଣିଛୁ? ଏଇ ଆଗକୁ କିଛି ବାଟ ଗଲେ ଜଙ୍ଗଲ ଶେଷରେ ମଣିଷ ଜନବସତି ପଡ଼ିବ। ହଉ ହଉ, ତୁ ଥା, ମୁଁ ଚାଲିଲି। ମୋର ମଣିଷ ଜନବସତି ଅଞ୍ଚଳରେ କିଛି କାମ ଅଛି। ଆରେ ବଉଳା, ମଣିଷ କୋଉଠୁ ମିଳିବେ କହିପାରିବୁ? ମହାରାଜା, ଆପଣ ଜଙ୍ଗଲ ଛାଡ଼ି ହଠାତ୍ ଏଠାରେ ପୁଣି ମଣିଷ ସନ୍ଧାନରେ? ତୋତେ ଯେତିକି ପଚାରୁଛି ବାସ୍ ସେତିକି କହ। ଏଇ ଟିକିଏ ଆଗରେ ହିଁ ଆପଣ ମଣିଷ ଦେଖିପାରିବେ, ହେଲେ ସାବଧାନ ଥିବେ, ମଣିଷ ଭାରି ବୁଦ୍ଧିଆ। ଆରେ ଇଏ କେଉଁ ପ୍ରକାରର ଜୀବ? ମୁଁ ତ ଏପରି ଜୀବ କେବେ ଦେଖିନି। ତୁ ପୁଣି କିଏ ରେ? ମୋତେ କହିଲୁ ଦେଖି, ମଣିଷକୁ ମୁଁ କେଉଁଠୁ ପାଇବି? ଆରେ ବାଘ ରାଜା ଆପଣ, ମୁଁ ବି ତ ଆପଣଙ୍କ ପରି ମଣିଷକୁ ଖୋଜୁଛି। ତାରି ପାଇଁ ତ ଏ ଲୁହାର ଜନ୍ତା ବନେଇଛି। ତାକୁ ପାଇଲେ ଏଇଠି ବାନ୍ଧି କରି ରଖିବି। ଠିକ୍ ଅଛି, ଆଜିଠୁ ତୁ ଆଉ ମୁଁ ଦୁହେଁ ମିଶି ମଣିଷକୁ ଖୋଜିବା। ପାଇଗଲେ ଦେଖିବି କେତେ ବୁଦ୍ଧିଆ ସେ ମଣିଷ। ଠିକ୍ କହିଲା ବାଘ ରାଜା। ଆପଣ ଟିକେ ଖାଲି ଏ ଜନ୍ତାରେ ପଶି ପରୀକ୍ଷା କରି ଦେଖିଲେ ଏ ଜନ୍ତା ମଜବୁତ ଅଛି ନା ନାହିଁ। ଠିକ୍ ଅଛି। ଆରେ ଆରେ ତୁ କ'ଣ କଲୁ? ମୋତେ ୟା ଭିତରେ କ'ଣ ପାଇଁ ବନ୍ଦୀ କଲୁ? ଆରେ ମୂର୍ଖ ବୋକା ବାଘ, ମଣିଷକୁ ଖୋଜୁଥିଲୁ ପରା। ମୁଁ ହେଉଛି ସେ ମଣିଷ। ହେଇପାରୁ ତୁ ବଳୁଆ ଯିବ, ହେଲେ ତୋର ବୁଦ୍ଧି ଘର ଶୂନ। ଏ ଦୁନିଆରେ ସବୁଠାରୁ ବୁଦ୍ଧିଆ ହେଉଛି ମଣିଷ। ନିଜର ବଳ ଓ ବୁଦ୍ଧିକୁ ନେଇ ଗର୍ବ କରିବା ଅନୁଚିତ। କାହା ବିଷୟରେ ନ ଜାଣି କୌଣସି ସିଦ୍ଧାନ୍ତ ନେବା ଉଚିତ ନୁହେଁ। ନମସ୍କାର, ଆଜି ଆସନ୍ତୁ ଶୁଣିବା ପଞ୍ଚତନ୍ତ୍ରରୁ ସଂଗୃହୀତ ଗୋଟିଏ ସୁନ୍ଦର କାହାଣୀ। ଆଜିର କାହାଣୀ ବୁଦ୍ଧିଆ କଇଁଚ।
କାହାଣୀଟିକୁ ଶୁଣି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ଗୋଟାଏ ଜଙ୍ଗଲଟାଏ ଥାଏ। ସେହି ଜଙ୍ଗଲରେ ଗୋଟିଏ ବିଲୁଆ ରହୁଥିଲା। ନିଜର ବୁଦ୍ଧି ପାଇଁ ସେ ସବୁବେଳେ ଗର୍ବ କରୁଥିଲା। ବେଳେବେଳେ ସେ ଭାବୁଥିଲା, ସବୁ ପ୍ରାଣୀଙ୍କ ମଧ୍ୟରେ ମୁଁ ସବୁଠୁ ବୁଦ୍ଧିଆ। ଏମିତି ଦିନକର କଥା। ବିଲୁଆଟି ଜଙ୍ଗଲ ମଧ୍ୟରେ ଖାଦ୍ୟ ଖୋଜି ବୁଲୁଥିଲା। ସେଦିନ ସେ ଅନେକ ସ୍ଥାନ ବୁଲିବା ପରେ କିଛି ବି ଖାଦ୍ୟ ପାଇଲା ନାହିଁ। ତାକୁ ବହୁତ ଭୋକ ହେଉଥିଲା। ଏମିତି ବିଲୁଆଟି ଯାଇ ନଦୀ କୂଳରେ ପହଞ୍ଚିଲା। ନଦୀ କୂଳରେ କଇଁଛଟିଏ ଶୋଇଥିବାର ବିଲୁଆ ଦେଖିଲା। ବିଲୁଆ କିଛି ନ ଭାବି କଇଁଛ ଉପରକୁ କୁଦାଟାଏ ମାରି ତାକୁ ଧରିନେଲା। କଇଁଛଟିକୁ ଧରି ବିଲୁଆ ଭାରି ଖୁସି ହୋଇଗଲା। ବିଲୁଆଟି ଏଥର କଇଁଛର ଖୋଳପାକୁ ଛଡ଼ାଇବାକୁ ଲାଗିଲା। କିନ୍ତୁ ସେ ଯେତେ ଚେଷ୍ଟା କଲେ ମଧ୍ୟ କଇଁଛ ଖୋଳପାକୁ ଛଡ଼ାଇ ପାରିଲା ନାହିଁ। ଏଥର କଇଁଛଟି ତାର ଖୋଳପା ଭିତରୁ ମୁହଁ କାଢ଼ି ଚତୁରତାର ସହିତ କହିଲା, ହୟ ବିଲୁଆ ନନା, ଏମିତି କେତେ ସମୟ ମୋ ସହିତ ଲାଗୁଥିବ? ଗୋଟାଏ କାମ କରୁନ, ମୋତେ ପାଣିରେ ବୁଡ଼ାଉ ନାହଁ। ମୋ ଖୋଳପା ନରମ ହୋଇଯିବ, ତୁମେ ମୋତେ ସହଜରେ ଖାଇପାରିବ। ସେତେବେଳକୁ ଭୋକରେ ବିଲୁଆଟି ତାର ବିଚାର ଶକ୍ତି ହରାଇ ବସିଥିଲା। ଏଥର ସେ କଇଁଛକୁ ନଦୀ ଭିତରକୁ ପକାଇଦେଲା। କଇଁଛଟି ଏହି ସୁଯୋଗ ଅପେକ୍ଷାରେ ଥିଲା। ସେ ଏଥର ପହଁରି ପହଁରି ନଦୀର ଖୁବ୍ ଦୂରକୁ ଚାଲିଗଲା। ଏହାପରେ ସେ କହିଲା, ବୁଝିଲ ନନା, ଭାରି ବୋକା ତୁମେ। ଦେଖିଲ, ବୁଦ୍ଧି ବଳରେ ମୁଁ କେମିତି ତୁମଠାରୁ ନିଜକୁ ବଞ୍ଚାଇ ପାରିଲି। ଏହି ଗପଟିରୁ ଆମେ ଏହି ଶିକ୍ଷା ପାଇଲେ, ବୁଦ୍ଧି ଥିଲେ ଉପାୟ ନିଶ୍ଚୟ ମିଳିବ। ଦିନେ ଗୋଟାଏ ଛେଳି ଗୋଟାଏ ଜଙ୍ଗଲରେ ବୁଲୁଥିଲା। ଜଙ୍ଗଲରେ ବୁଲି ବୁଲି ଘାସ ଖାଇବା ଭିତରେ ଛେଳିଟି ଗୋଟିଏ ଝରଣା କୂଳରେ ପହଞ୍ଚିଲା। ଝରଣାର ଆର ପାଖରେ ଛନଛନିଆ ଘାସରେ ପରିପୂର୍ଣ୍ଣ ଥିଲା। ଛେଳିଟି ଛନଛନିଆ ଘାସ ସବୁକୁ ଦେଖି ସେସବୁକୁ ଖାଇବାକୁ ମନରେ ଲୋଭ କରି ବସିଲା। ହେଲେ ଝରଣା ସେ ପାଖକୁ ସେ ଯିବ କିପରି? କିଛି ସମୟ ଏଣେ ତେଣେ ଆଖି ବୁଲେଇବା ପରେ ଝରଣା ଉପରେ ଗୋଟାଏ କାଠ ଗଣ୍ଡି ପଡ଼ିଥିବାର ଛେଳିଟି ଦେଖିବାକୁ ପାଇଲା। ଏଥର କାଠ ଗଣ୍ଡିଟି ଦେଇ ଝରଣା ଆରପାରକୁ ପାର ହେବା ପାଇଁ ଛେଳିଟି ଚାଲିଲା। ଏହା ପୂର୍ବରୁ କାଠ ଗଣ୍ଡିର ଅପର ପାର୍ଶ୍ୱରେ ଆଉ ଗୋଟିଏ ଛେଳି ଝରଣା ପାର ହେବାକୁ ଆରମ୍ଭରୁ ଠିଆ ହୋଇ ରହିଥିଲା। ଏଇ, ମୋତେ ତୁ ଛାଡ଼ି ଦେ, ମୁଁ ଘାସ ଖାଇବାକୁ ସେପଟକୁ ଯାଉଛି। ମୁଁ ଆରମ୍ଭରୁ ଆସି ଏଠି ଠିଆ ହୋଇଛି, ତେଣୁ ମୁଁ ପ୍ରଥମେ ଯିବି। ତୁ ମୋ ରାସ୍ତା ଛାଡ଼ି ମୋ ଆଗରୁ ଉଠିଯା। ଅପର ପାର୍ଶ୍ୱରେ ଥିବା ଛେଳିଟି ମୁହଁରୁ ଏପରି କଥା ଶୁଣି ପ୍ରଥମ ଛେଳିଟି କିଛି ସମୟ ଭାବିବାକୁ ଲାଗିଲା। ମୋ ମା ନିକଟରୁ ମୁଁ ଦିନେ ଠିକ୍ ଏହିପରି କାହାଣୀଟିଏ ଶୁଣିଥିଲି। ଦୁଇଟି ଛେଳି ଏକଦା ଦିନେ ପୋଲ ପାରି ହେବାକୁ ନେଇ ନିଜ ନିଜ ଭିତରେ ମାରପିଟ ହୋଇ ଶେଷରେ ନଦୀ ଜଳରେ ପଡ଼ି ମୃତ୍ୟୁବରଣ କରିଥିଲେ। ଏହାପରେ ପ୍ରଥମ ଛେଳିଟି ଦ୍ୱିତୀୟ ଛେଳିକୁ କହିଲା, ଆମେ ଗୋଟେ କାମ କଲେ ହୁଅନ୍ତାନି? ମୁଁ ଏଇଠାରେ ଏଇ କାଠ ଗଣ୍ଡି ଉପରେ ଶୋଇ ପଡୁଛି, ତୁମେ ଡିଆଁଟାଏ ମାରି ଆରପଟକୁ ଚାଲିଯାଅ ଏବଂ ଝରଣା ପାରି ହୋଇଯାଅ। ନିଜ କଥା ହିସାବରେ ପ୍ରଥମ ଛେଳିଟି କାଠ ଗଣ୍ଡି ଉପରେ ଶୋଇ ପଡ଼ିଲା। ଦ୍ୱିତୀୟ ଛେଳିଟି ଏହାପରେ ଡିଆଁଟାଏ ମାରି ଯାଇ ପହଞ୍ଚିଲା ଆରପଟରେ। ଏହିପରି ଭାବରେ ଦୁଇ ଛେଳି ଶେଷରେ ଝରଣା ପାରି ହୋଇପାରିଲେ। ସେଇଥିପାଇଁ କୁହାଯାଇଛି, ସବୁ କାମ ବୁଦ୍ଧି। ନମସ୍କାର, ଆଜି ଆସନ୍ତୁ ଶୁଣିବା ଓଡ଼ିଶାର ଘରେ ଘରେ ପରିଚିତ ଗୋଟିଏ ସୁନ୍ଦର କାହାଣୀ, ପଞ୍ଚତନ୍ତ୍ରରୁ ସଂଗୃହୀତ ଆଜିର କାହାଣୀ, ବ୍ରାହ୍ମଣ ଓ ବାଘ। କାହାଣୀଟିକୁ ଶେଷ ପର୍ଯ୍ୟନ୍ତ ଶୁଣି
ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ଗୋଟାଏ ଗାଁଟାଏ ଥାଏ। ସେହି ଗାଁରେ ଜଣେ ବ୍ରାହ୍ମଣ ଲୋକ ବାସ କରୁଥାନ୍ତି। ବ୍ରାହ୍ମଣ ଜଣକ ପୂଜା ପାଠ କରି ଯାହା ରୋଜଗାର କରୁଥାନ୍ତି ସେଇଥିରେ ନିଜର ପରିବାର ପୋଷଣ କରୁଥାନ୍ତି। ଏମିତି ଦିନେ ବ୍ରାହ୍ମଣ ଜଣକର କାମ ନିକଟ ସହରରେ ପଡ଼ିଲା। ସହରକୁ ଯିବାକୁ ହେଲେ ଜଙ୍ଗଲଟାଏ ପାରି କରିବାକୁ ହେବ। ବ୍ରାହ୍ମଣ ଜଣକ ଜଙ୍ଗଲ ରାସ୍ତା ଦେଇ ସହରକୁ ଚାଲିଲେ। ଏମିତି କିଛି ବାଟ ଯିବା ପରେ ବ୍ରାହ୍ମଣ ଜଣକ ଦେଖିବାକୁ ପାଇଲେ ରାସ୍ତା କଡ଼ରେ ମହାବଳ ବାଘଟାଏ ଜନ୍ତାରେ ପଡ଼ି ଗର୍ଜନ କରୁଛି। ବ୍ରାହ୍ମଣକୁ ଦେଖି ମହାବଳ ବାଘ କହିଲା, ହେ ବ୍ରାହ୍ମଣ, ମୋ ପାଇଁ ଗୋଟିଏ ଉପକାର କର। ମୋତେ ଏ ଜନ୍ତାରୁ ଉଦ୍ଧାର କର। ମୋତେ ଏ ଜନ୍ତାରୁ ଉଦ୍ଧାର କଲେ ମୁଁ ତୁମକୁ ଅନେକ ସୁନାର ଅଳଙ୍କାର ଉପହାର ଦେବି। ବାଘର କଥା ଶୁଣି ବ୍ରାହ୍ମଣ ଜଣକ ସେହିଠାରେ ଅଟକି ରହି କିଛି ସମୟ ଭାବିବାକୁ ଲାଗିଲେ। ଏହାପରେ ବ୍ରାହ୍ମଣ ଜଣକ କହିଲେ, ମୋର କାହିଁ ତୁମ ଉପରେ ଟିକିଏ ବି ବିଶ୍ୱାସ ହେଉନାହିଁ। ମୁଁ ତୁମକୁ ଜନ୍ତାରୁ ଉଦ୍ଧାର କଲେ ତୁମେ ମୋତେ ସଙ୍ଗେ ସଙ୍ଗେ ମାରି ଖାଇ ଦେଇପାର। ବାଘ ବ୍ରାହ୍ମଣଙ୍କ କଥାରେ ଉତ୍ତର ଦେଲା, ମୋତେ ବିଶ୍ୱାସ କର, ମୁଁ ତୁମକୁ କଥା ଦେଉଛି, ମୋତେ ତୁମେ ଉଦ୍ଧାର କଲେ ମୁଁ ତୁମର କୌଣସି ବି କ୍ଷତି କରିବିନି। ବଦଳରେ ତୁମକୁ ଅନେକ ସୁନାର ଅଳଙ୍କାର ଉପହାର ଦେବି। ସୁନାର ଅଳଙ୍କାର କଥା ଶୁଣି ବ୍ରାହ୍ମଣଙ୍କ ମନରେ ଲୋଭ ଆସିଗଲା। ଏହାପରେ ସେ ଜନ୍ତାର ଦ୍ୱାର ଖୋଲି ବାଘକୁ ମୁକ୍ତ କଲେ। ଜନ୍ତାରୁ ମୁକ୍ତି ପାଇବା ପରେ ବାଘ ଏଥର କହିଲା, ଏ ଜନ୍ତାରେ ପଡ଼ି ମୁଁ 2 ଦିନ ହେଲା ଭୋକିଲା ଅଛି। ଏବେ ତୁମକୁ ଆହାର କରି ମୁଁ ମୋର ଭୋକ ମେଣ୍ଟାଇବି। ବାଘ କଥାରେ ବ୍ରାହ୍ମଣ ଜଣକ ଡରିଗଲେ। ତଥାପି ସାହସ କରି ସେ କହିଲେ, କିନ୍ତୁ ତୁମେ ତ କଥା ଦେଇଥିଲ ମୁଁ ତୁମକୁ ଉଦ୍ଧାର କଲେ ତୁମେ ମୋର କୌଣସି କ୍ଷତି କରିବ ନାହିଁ। ଏବେ ପୁଣି ମୋତେ ଖାଇବା ପାଇଁ କଣ କହୁଛ? ଠିକ୍ ସେହି ସମୟରେ ସେଇ ବାଟ ଦେଇ ଶୃଗାଳ ଯାଉଥିଲା। ଏ ଦୁହିଁଙ୍କ କଥା ଶୁଣି ଶୃଗାଳ ସେଇଠି ଅଟକିଗଲା। ଶୃଗାଳକୁ ନିକଟରେ ଦେଖି ବ୍ରାହ୍ମଣଙ୍କର ସାହସ ବଢିଗଲା। ଏହାପରେ ଶୃଗାଳକୁ ବ୍ରାହ୍ମଣ ଜଣକ ମୂଳରୁ ଶେଷ ପର୍ଯ୍ୟନ୍ତ ସମସ୍ତ ଘଟଣା ଶୁଣାଇଲେ। ଘଟଣାଟି ଶୁଣି ସାରିବା ପରେ ଚତୁର ଶୃଗାଳ କହିଲା, ମୋତେ କାହିଁ ଘଟଣାଟା ଅଡୁଆ ଅଡୁଆ ଲାଗୁଛି। ବାଘ ମାମୁଁ ଜନ୍ତାରେ ପଡିଥିଲେ ଆଉ ତୁମେ ତାଙ୍କୁ ଉଦ୍ଧାର କଲ। ମାନେ ମୋ କହିବା କଥା ହେଲା, ଏଡ଼ିକିଟିଏ ଜନ୍ତାରେ ବାଘ ମାମୁଁ ପଡିଲେ କିପରି? ବାଘ ମାମୁଁ ଆମ ସମସ୍ତଙ୍କର ଏ ଜଙ୍ଗଲର ରାଜା, ତାଙ୍କୁ କିଏ ଏଡ଼ିକି ଜନ୍ତାରେ ପକାଇଲା? ଶୃଗାଳ କଥାରେ ବାଘ କହିଲା, ତୁ କଣ କହିବାକୁ ଚାହୁଁଛୁ? ଆମେ 2 ଜଣ ତତେ ମିଛ କହୁଛୁ? ମୁଁ ସେ କଥା କହୁନାହିଁ ମାମୁଁ, ମୁଁ ଖାଲି ଏତିକି କହୁଛି, ଏଡ଼ିକି ଜନ୍ତାରେ ତୁମେ ପଡିଲ କିପରି? ଶୃଗାଳ ମୁହଁରୁ ଏତିକି କଥା ଶୁଣି ବାଘ ସଙ୍ଗେ ସଙ୍ଗେ ପ୍ରମାଣ ଦେବାକୁ ଯାଇ ଜନ୍ତା ଭିତରେ ପଶିଗଲା। ଶୃଗାଳ ଏହି ସୁଯୋଗ ଅପେକ୍ଷାରେ ଥିଲା। ବିଳମ୍ବ ନ କରି ସେ ଜନ୍ତାର ଦ୍ୱାର ବନ୍ଦ କରିଦେଲା। ବାଘଟି ପୁନର୍ବାର ପୁଣି ଥରେ ଜନ୍ତା ଭିତରେ ବନ୍ଦୀ ହୋଇଗଲା। ବୁଝିଲ ମାମୁଁ, ଏବେ ସେଇ ଜନ୍ତାରେ ପଡି ଛଟଫଟ ହୋଇ ମର। ତୁମ ପରି ଭୟଙ୍କର ଜୀବର କେବେ ବି ଉପକାର କରିବା ଉଚିତ ନୁହେଁ। ଚତୁର ଶୃଗାଳର ବୁଦ୍ଧି ବଳରେ ବ୍ରାହ୍ମଣ ଜଣକ ସେଦିନ ନିଜର ଜୀବନ ବଞ୍ଚାଇଲେ। ସେଇଥିପାଇଁ କୁହାଯାଇଛି, ସବୁ କାମ ବୁଦ୍ଧି ବଳରେ କରିବା ଉଚିତ।